ଜୟ ଜଗନ୍ନାଥ। ଜଣା ଅଜଣା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ଜାଣିବା ସୂର୍ଯ୍ୟାସ୍ତ ପରେ କେଉଁ କାର୍ଯ୍ୟକଳାପକୁ ଏଡ଼ାଇବା ଉଚିତ। ଶାସ୍ତ୍ର, ବାସ୍ତୁ ଏବଂ ବିଜ୍ଞାନ ଅନୁସାରେ କେଉଁ କେଉଁ ଗୁରୁତ୍ୱପୂର୍ଣ୍ଣ ନିୟମ ଅଛି ସେ ବିଷୟରେ ଆମେ ଆଜି ଜାଣିବା। ହିନ୍ଦୁ ଧର୍ମ, ବାସ୍ତୁଶାସ୍ତ୍ର ଏବଂ ଆୟୁର୍ବେଦରେ ସୂର୍ଯ୍ୟଙ୍କୁ ଶକ୍ତି, ଚେତନା ଏବଂ ଜୀବନ ଶକ୍ତିର ଉତ୍ସ ଭାବରେ ବିବେଚନା କରାଯାଏ। ସୂର୍ଯ୍ୟ ଅସ୍ତ ହେବା ସହିତ ଆଖପାଖ ପରିବେଶର ଶକ୍ତିରେ ପରିବର୍ତ୍ତନ ଆରମ୍ଭ ହୁଏ। ଏହି କାରଣରୁ ଶାସ୍ତ୍ରଗୁଡ଼ିକ ସୂର୍ଯ୍ୟାସ୍ତ ପରବର୍ତ୍ତୀ ସମୟକୁ ସମ୍ବେଦନଶୀଳତା ଏବଂ ସଂଯମ ଆଚରଣ ଆବଶ୍ୟକ କରୁଥିବା ସମୟ ଭାବରେ ନାମିତ କରିଛନ୍ତି। ଏହି ସମୟରେ କରାଯାଇଥିବା କିଛି ଅନୁପଯୁକ୍ତ କାର୍ଯ୍ୟ କେବଳ ମାନସିକ ଅଶାନ୍ତି ସୃଷ୍ଟି କରିପାରେ ନାହିଁ, ବରଂ ସକାରାତ୍ମକ ଶକ୍ତି, ଲକ୍ଷ୍ମୀ ତତ୍ତ୍ୱ, ସମୃଦ୍ଧିର ତତ୍ତ୍ୱ ଏବଂ ଘରର ଆଧ୍ୟାତ୍ମିକ ସନ୍ତୁଳନ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇପାରେ। ଆସନ୍ତୁ ଆମେ ସୂର୍ଯ୍ୟାସ୍ତ ପରେ କେଉଁ କାର୍ଯ୍ୟକଳାପ କରିବା ଉଚିତ ନୁହେଁ, ଏହି ନିଷେଧ ପାଇଁ ଉଲ୍ଲେଖ କରାଯାଇଥିବା କାରଣଗୁଡ଼ିକ ସହିତ ବିସ୍ତୃତ ଭାବରେ ଆଲୋଚନା କରିବା। ପ୍ରଥମତଃ ହେଉଛି ଖାଦ୍ୟ ଏବଂ ପାନୀୟ ଖୋଲା ଛାଡ଼ିବା କାହିଁକି ଅଶୁଭ ବୋଲି ବିବେଚନା କରାଯାଏ। ସୂର୍ଯ୍ୟାସ୍ତ ପରେ ବାୟୁମଣ୍ଡଳରେ ଆର୍ଦ୍ରତା ସ୍ତର ବୃଦ୍ଧି ପାଏ ଏବଂ ସୂକ୍ଷ୍ମ ଜୀବମାନଙ୍କର କାର୍ଯ୍ୟକଳାପ ବୃଦ୍ଧି ପାଏ। ଶାସ୍ତ୍ର ଅନୁସାରେ ଏହି ସମୟରେ ଖାଦ୍ୟ କିମ୍ବା ପାଣି ଖୋଲା ଛାଡ଼ିବା ଦ୍ୱାରା ନକାରାତ୍ମକ ଶକ୍ତି ସେମାନଙ୍କ ମଧ୍ୟରେ ପ୍ରବେଶ କରିପାରେ। ବିଶ୍ୱାସ ଏବଂ ଏହାର କ'ଣ କାରଣ ଅଛି? ଖୋଲା ଖାଦ୍ୟ ଉପରେ ନକାରାତ୍ମକ ଶକ୍ତିର ପ୍ରଭାବ ବୃଦ୍ଧି ପାଏ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇପାରେ। ଘର ପରିବେଶରେ ଅପବିତ୍ରତାର ବାତାବରଣ ବ୍ୟାପିଯାଏ। ତେଣୁ ସୂର୍ଯ୍ୟାସ୍ତ ପୂର୍ବରୁ ଖାଦ୍ୟ ଏବଂ ପାଣିକୁ ଘୋଡ଼ାଇ ରଖିବା ଉଚିତ। ଦ୍ୱିତୀୟ କାରଣଟି ହେଉଛି ସୂର୍ଯ୍ୟାସ୍ତ ପରେ ତୁଳସୀ ଗଛକୁ ସ୍ପର୍ଶ କରିବା କାହିଁକି ନିଷେଧ। ତୁଳସୀ ମାତା ଦେବୀ ଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତି ଭାବରେ ପୂଜା କରାଯାଏ। ଶାସ୍ତ୍ରରେ କୁହାଯାଇଛି ଯେ ସୂର୍ଯ୍ୟାସ୍ତ ପରେ ତୁଳସୀ ମାତା ବିଶ୍ରାମ ଅବସ୍ଥାରେ ପ୍ରବେଶ କରନ୍ତି। ବିଶ୍ୱାସ ଅନୁସାରେ ଏହି ସମୟରେ ତୁଳସୀ ଗଛକୁ ସ୍ପର୍ଶ କରିବା, ପତ୍ର ଛିଣ୍ଡାଇବା କିମ୍ବା ପାଣି ଅର୍ପଣ କରିବା ଏକ ଅପରାଧ ବୋଲି ବିବେଚନା କରାଯାଏ। ଏହା କରିବା ଦ୍ୱାରା ଘର ଭିତରେ ସକାରାତ୍ମକ ଶକ୍ତି ବାଧାପ୍ରାପ୍ତ ହୋଇପାରେ। ପ୍ରାତଃକାଳରେ ତୁଳସୀ ଗଛକୁ ପୂଜା ଏବଂ ସ୍ପର୍ଶ କରିବା ସବୁଠାରୁ ଶୁଭ ବୋଲି ବିବେଚନା କରାଯାଏ। ତୃତୀୟଟି ହେଉଛି ଦେବତାମାନଙ୍କୁ ଜଳ ଅର୍ପଣ କରିବାରୁ କାହିଁକି ଦୂରେଇ ରହିବା ଉଚିତ। ଗୋଧୂଳି ସମୟ ବା ସନ୍ଧ୍ୟାକାଳ ଦେବତାଙ୍କ ଧ୍ୟାନ, ଦୀପ ଜଳାଇବା ଏବଂ ସ୍ତୁତିଗାନ କରିବାର ସମୟ ଭାବରେ ନିର୍ଦ୍ଦିଷ୍ଟ କରାଯାଇଛି। ଜଳ ଅର୍ପଣର ରୀତିଗତ ଅର୍ପଣ ପାଇଁ ନୁହେଁ। ଶାସ୍ତ୍ରୀୟ କାରଣ, ଜଳ ପ୍ରଦାନ ସୂର୍ଯ୍ୟ କିମ୍ବା ଦିବାଚକ୍ର ସହିତ ଆନ୍ତରିକ ଭାବରେ ଜଡ଼ିତ ଏକ ବିଧି। ସନ୍ଧ୍ୟାରେ ଦୀପ ଏବଂ ଧୂପ ଅର୍ପଣ କରିବା ଆଧ୍ୟାତ୍ମିକ ଭାବରେ ଫଳପ୍ରଦ ବୋଲି ବିବେଚନା କରାଯାଏ। ଗୋଧୂଳି ସମୟରେ ଦୀପ ଜାଳି ଦେବତାମାନଙ୍କୁ ପୂଜା କରିବା ସବୁଠାରୁ ଉତ୍କୃଷ୍ଟ ଅଭ୍ୟାସ ଭାବରେ ବିବେଚନା କରାଯାଏ। ଚତୁର୍ଥରେ ଆମେ ଜାଣିବା ସୂର୍ଯ୍ୟାସ୍ତ ପରେ କାହିଁକି ଝାଡ଼ୁ କିମ୍ବା ପୋଛିବା ଉଚିତ ନୁହେଁ। ବାସ୍ତୁଶାସ୍ତ୍ର ଅନୁସାରେ ଗୋଧୂଳି ସମୟରେ ଦେବୀ ଲକ୍ଷ୍ମୀଙ୍କ ତତ୍ତ୍ୱ ଘରେ ପ୍ରବେଶ କରନ୍ତି। ବିଶ୍ୱାସ କରାଯାଏ ଏହି ସମୟରେ ଝାଡ଼ୁ କିମ୍ବା ପୋଛିବା ଦ୍ୱାରା ଘରୁ ସକାରାତ୍ମକ ଶକ୍ତି ବାହାରକୁ ବାହାରିଯାଏ। ଏହା ଧନ ଏବଂ ଆର୍ଥିକ ସ୍ଥିରତା ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ଦିନ ସମୟରେ ସଫା କାର୍ଯ୍ୟ କରିବା ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ପଞ୍ଚମରେ ଆମେ ଜାଣିବା ବାହାର ଲୋକଙ୍କୁ ଲୁଣ,
ହଳଦୀ କିମ୍ବା ଦହି ଦେବା କାହିଁକି ନିଷେଧ? ଶାସ୍ତ୍ରରେ ଲୁଣ, ହଳଦୀ ଏବଂ ଦହିକୁ ଶୁଭ ଏବଂ ସମୃଦ୍ଧିର ପ୍ରତୀକ ଭାବରେ ବିବେଚନା କରାଯାଏ। ଶାସ୍ତ୍ରୀୟ କାରଣ ଅନୁଯାୟୀ ସୂର୍ଯ୍ୟାସ୍ତ ପରେ ଏହି ଜିନିଷଗୁଡ଼ିକୁ ଦାନ କରିବା ଆର୍ଥିକ କ୍ଷତିର ସୂଚକ ବୋଲି ବିବେଚନା କରାଯାଏ। ଏହା ଘରର ଆର୍ଥିକ ସ୍ଥିରତା ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ। ଦିନବେଳା ଏହି ଜିନିଷଗୁଡ଼ିକ ଆଦାନ ପ୍ରଦାନ କରିବା ଉପଯୁକ୍ତ ସମୟ ଅଟେ। ସପ୍ତମରେ ଆମେ ଜାଣିବା ସୂର୍ଯ୍ୟାସ୍ତ ପରେ ନଖ କାଟିବା କାହିଁକି ଅଶୁଭ ବୋଲି ବିବେଚନା କରାଯାଏ। ଆୟୁର୍ବେଦ ଏବଂ ଶାସ୍ତ୍ର ଅନୁସାରେ ନଖ କାଟିବା ଶାରୀରିକ ଶୁଦ୍ଧିର ଏକ କାର୍ଯ୍ୟ। ଶାସ୍ତ୍ରୀୟ କାରଣ କ'ଣ? ନା ରାତିରେ ଶରୀରର ଶକ୍ତି ସ୍ତର କମ୍ ଥାଏ। ଆଘାତ ଏବଂ ସଂକ୍ରମଣର ଆଶଙ୍କା ବୃଦ୍ଧି ପାଏ। ଏହା ମାନସିକ ଅସ୍ଥିରତା ସହିତ ମଧ୍ୟ ଜଡ଼ିତ। ନଖ କାଟିବାର ସର୍ବୋତ୍ତମ ସମୟ ହେଉଛି ଦିନ। ଅଷ୍ଟମରେ ଆମେ ଜାଣିବା ଘରର ଦ୍ୱାରବନ୍ଧରେ ବସିବା କାହିଁକି ନିଷେଧ? ଦ୍ୱାରବନ୍ଧକୁ ଘରର ଶକ୍ତି ସୀମା ଭାବରେ ବିବେଚନା କରାଯାଏ। ବିଶ୍ୱାସ କରାଯାଏ ଦ୍ୱାରବନ୍ଧରେ ବସିବା ସକାରାତ୍ମକ ଶକ୍ତିର ପ୍ରବାହକୁ ବାଧା ଦିଏ। ଏହା ମାନସିକ ଚାପ ଏବଂ ପାରିବାରିକ ଅସନ୍ତୁଳନ ବୃଦ୍ଧି କରିପାରେ। ଦ୍ୱାରବନ୍ଧକୁ ସର୍ବଦା ସଫା ଏବଂ ଖୋଲା ରଖିବା ଉଚିତ। ନବମରେ ଆମେ ଜାଣିବା ସୂର୍ଯ୍ୟାସ୍ତ ପରେ କେଉଁ କାର୍ଯ୍ୟ କରିବାକୁ ଶୁଭ ବୋଲି ବିବେଚନା କରାଯାଏ। କେବଳ ନିଷେଧ ବ୍ୟତୀତ କିଛି ଶୁଭ କାର୍ଯ୍ୟକଳାପ ମଧ୍ୟ ସୁପାରିଶ କରାଯାଇଛି। ସେଗୁଡ଼ିକ ହେଲା ଘରେ ଦୀପ ଜଳାଇବା, ସନ୍ଧ୍ୟା ଆରତି କରିବା, ଭକ୍ତି ସଙ୍ଗୀତ ଶୁଣିବା କିମ୍ବା ମନ୍ତ୍ର ଜପ କରିବା, ପରିବାର ସଦସ୍ୟଙ୍କ ସହିତ ସକାରାତ୍ମକ ଆଲୋଚନାରେ ସାମିଲ ହେବା, ଦିନର ଭୁଲ ବିଷୟରେ ଆତ୍ମସମୀକ୍ଷା କରିବା। ଶେଷରେ ଆମେ କ'ଣ ନିଷ୍କର୍ଷ ପାଇବା? ସୂର୍ଯ୍ୟାସ୍ତ ପରବର୍ତ୍ତୀ ସମୟ ପାଇଁ ବର୍ଣ୍ଣିତ ନିୟମଗୁଡ଼ିକ କେବଳ ପରମ୍ପରା ନୁହେଁ, ଏଗୁଡ଼ିକ ଊର୍ଜା ସନ୍ତୁଳନ, ମାନସିକ ଶାନ୍ତି ଏବଂ ପାରିବାରିକ ସମନ୍ୱୟ ସହିତ ଜଡ଼ିତ ଗଭୀର ନୀତିଗୁଡ଼ିକ ପ୍ରତିନିଧିତ୍ୱ କରେ। ଏହି ନିର୍ଦ୍ଦେଶାବଳୀଗୁଡ଼ିକୁ ପାଳନ କରିବା ଦ୍ୱାରା ଘର ଭିତରେ ସକାରାତ୍ମକ ବଜାୟ ରଖିବାରେ ସାହାଯ୍ୟ ହୁଏ ଏବଂ ଆପଣଙ୍କ ଜୀବନରେ ସ୍ଥିରତା ଆଣେ। ଏହି ତଥ୍ୟଗୁଡ଼ିକ କିପରି ଲାଗିଲା ଆପଣ ଲାଇକ୍ ଓ କମେଣ୍ଟସ୍ ମାଧ୍ୟମରେ ଜଣାନ୍ତୁ। ସବସ୍କ୍ରାଇବ୍ କରିନଥିଲେ ତୁରନ୍ତ ସବସ୍କ୍ରାଇବ୍ କରିନିଅନ୍ତୁ। ଜୟ ଜଗନ୍ନାଥ।